कौन है ना तुमको केतो बळटू अपेक्षा करिछि कहिलो तमने कोर चल जाइथिलो आमे ना से फूल उद्यान रे आमे टिके खेलुथिलु लो कोन मते एक छाड़ दे की हालो तमे जानिछो ना केतो बळ आसी तम मानको अपेक्षा करलेनी जी मां हेलो सखी तुम कौन एकुटिया थिलो हेलो से विदेशी भाईटा से पड़े पळेले हां कुआडे गले पानी आनिबार लागि जाइछन ओ पानी आनिबा पाई हां से आसीबे केते बेले जाइछन से तो बोल मु घंटे हेलानी अपेक्षा करछि हेले एपर्यंत ताकर देखा दर्शन नाही सते की जी मां हेलो सखी ताहेले तांको आसीबा बाटकू आमे टिके अपेक्षा करिबालो ठीक अछि सखी ठीक अछि ले जी मां पानी नहीं आसी हेलो सुन हेलो एठिक आस अरे सहचारी कहते मो पानी आने ए जंगल मध्य जाइए मंजूरी आले हाँ मो मंजूरी मत चिंधी पारना कौन हो अरे चली आस ना अरे मंजूरी अबुझा कहीं मुझे अरे अबुझा कौन अरे कहीं अबुझा हो तमे बुझुलो कोन पई अरे ऐसे न प्रिया ना अरे अबुझा हुआ ना मान मोर मना अबुझा हुआ ना मान मोर मना ओ प्राण प्रतिमा ओ प्राण प्रतिमा आत्म पारायण करना
তুমি বুঝিল কাইকি থরে মনা কলি না না মানে না আরে আসল প্রাণ প্রতিমা আসম বাহু বন্ধনে দয় মন্দির খোলি গাই দিবা খুশি মনে গাই দিবা খুশি মনে আসল প্রাণ প্রতিমা আসম বাহু বন্ধনে দয় মন্দির খোলি গাই দিবা খুশি মনে গাই দিবা খুশি মনে হসিব ফগুনা দেখিয়ে মিলানা हसीब फगुणा देखिए मिलाना मो प्राण प्रतिमा मो प्राण प्रतिमा छात चिरी देख प्रिय तू मरीना प्रिय तू मरीना लाज कुली लता जमा आउ लाज करना लाज कुली लता जमा आउ लाज करना ଆରେ ଏମିତି ମୋ ଉପରେ ରାଗୁଛ କାହିଁକି ମୁଁ ସେମିତି ପୁରୁଷ ନୁହେଁ ଆରେ ମୁଁ ତୁମକୁ ଭଲ ପାଏ 7 ଜନ୍ମ ପର୍ଯ୍ୟନ୍ତ ତୁମ ହସ୍ତରେ ହସ୍ତ ରଖି ହଁ ପ୍ରିୟା ଆସେ କାହିଁକି ଅଭିମାନ କରୁଛୁ না 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 তোমাকে থরে কহিলি না না মানে না যে পর্যন্ত মু শিব মন্দিরর পূজা নরি ন আসিছি সে পর্যন্ত মু তম সহিত কিছু সম্পর্ক রখি পারিবিনি ଏ କ'ଣ କହୁଛ ତୁମେ ରାଗି ଯାଉଛ କାହିଁକି रागनी गो सजनी पासे मोर आसी देख अभिमान करनी थरुटिए चाही देख रागनी गो सजनी पासे मोर आसी देख अभिमान करनी थरुटिए चाही देख भल पाई किए काकु ठकिछि भल पाई किए काकु ठकिछि मुनुहे गो से प्रेमिका मुनुहे गो से प्रेमिका रागनी गो सजनी पासे मोर आसी देख अभिमान करनी थरुटिए चाही देख କାହିଁକି ତୁମେ ରାଗୁଛ କ'ଣ ଛାଡ଼ିଦେବି ବୋଲି କହୁଛ ଛାଡ଼ି ଯାଇ ଚାଲିଗଲି ଆରେ ଛାଡ଼ିଦେବି କହୁଛ ଛାଡ଼ି ଯାଇ ପାରିବନି ଭୁଲିଯିବି କହୁଛ ଭୁଲି ଯାଇ ପାରିବନି
କହୁଛ ଛାଡ଼ି ଯାଇପାରିବନି ଭୁଲିଯିବି ଭାବୁଛ ଭୁଲି ଯାଇପାରିବନି ବାନ୍ଧି ରଖିଥିବି ମୋର ପ୍ରେମ ଡୋରିରେ ବାନ୍ଧି ରଖିଥିବି ମୋର ପ୍ରେମ ଡୋରିରେ ରତ୍ନାର ଏହି ଗୀର রাগনিগ সজনী পাতে মোর আছি দেখ অভিমান করনি তরুটিরে চাহি দেখ ମୋ କଥାରେ ଯଦି ରାଜି ନ ହବ ତାହେଲେ ତୁମକୁ ଜବରଦସ୍ତି ନେଇଯିବି ରାଜ୍ୟକୁ ଆରେ ଚାଲି ଆସ ନା ମାନେ ନା 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 ଆରେ କହିଲି ପରା ଚାଲି ଆସ ଯିବିନି ମାନେ ଯିବିନି ତମେ ଗୋଟେ ଥରେ ଥରେ ବୁଝି ପାରୁନ ନା ମୋର ପାଣି ଦରକାର ନା ତମେ ଦରକାର ତାହେଲେ ଆସିବନି ନା କେମିତି ଆସିବ ତାହେଲେ ଦେଖୁଛି ମୁଁ ଆରେ ଚାଲି ଆସ ବାପି ଏ କି କର୍ମ କରୁଛୁ ବେ ଏ କି କଣ ଜାଣିନୁ ଏ ହେଉଛି ମୋ ଅନ୍ତରାତ୍ମା ମୋ ପ୍ରାଣ ପ୍ରିୟା ତାକୁ ପୁଣି ତୁ ଛି 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 ତୋତେ କଣ ଲଜ୍ଜା ଶରମ ବୋଲି କିଛି ଲାଗୁନି ରେ ଏ ତୁ କଣ କହି ଯାଉଛୁ ସେ ପରା ମୋ ସ୍ତ୍ରୀ କଣ କହିଲୁ ଆରେ ହଁ ଆରେ ତୋର ସ୍ତ୍ରୀ କେବେଠୁ ହେଲା ବେ ଆରେ ମୁଁ ପରା 10 ଦିଗ ସୂର୍ଯ୍ୟ ଚନ୍ଦ୍ରକୁ ସାକ୍ଷୀ ରଖି ତା ହସ୍ତରେ ହସ୍ତ ରଖିବୁ ବାହା ହେଇ ସାରିଛି ଆରେ ମୁଁ ସତ କହୁଛି ସେ ହେଉଛି ମୋର ଧର୍ମ ପତ୍ନୀ ଏ ମଞ୍ଜୁରୀ ଏ ମୁଁ କଣ ଶୁଣିବାକୁ ପାଉଛି ସେ ଯୋଉ କଣ କହୁଛି କଣ ଏ କଥାଟା ସତ ହଁ ସବୁ ସତ ହେ ଭଗବାନ ଆରେ ଦେଖିଲୁ କହିଲି ପରା ସବୁ ସତ ହେବ ଆରେ ସେଥିରେ ତମେ କଣ ତାଙ୍କ କଥାରେ ତମେ ରାଜି ହେଇଗଲ ହେ ତା ମାନେ କଣ ମୋ ଭଲ ପାଇବା ମିଛ ଥିଲା ହେ ମଞ୍ଜରୀ ମୁଁ ଜାଣିନଥିଲି ତମେ ଏତେ ନିଷ୍ଠୁର ଏତେ ସ୍ୱାର୍ଥପର ହେଲେ ଶେଷରେ କଣ ଛି ମଞ୍ଜରୀ ଛି କାହାକୁ କଣ ତୁ କଣ କହି ଯାଉଛୁ ଆରେ ମଜୁରୀ ଏ ଯୁବକ କଣ ଯାହା କହୁଛି ତାହା ସତ ହଁ ସେ ଯାହା କହୁଛନ୍ତି ସବୁ ସତ ତମକୁ ସିନା ବାହା ହେଇଛି ହେଲେ ତମକୁ ବାହା ହବା ପୂର୍ବରୁ ମୁଁ ତାଙ୍କୁ ଭଲ ପାଉଥିଲି ଛି ମଞ୍ଜୁରୀ ଛି ତୁମେ ଏତେ ତଳକୁ ଖସିଯିବ ବୋଲି ମୁଁ ଜାଣିନଥିଲି ହେ ବୀର ପୁରୁଷ ଆରେ କାହାକୁ କଣ କିଏ ବାଧ୍ୟବାଧକତାର ଭଲ ପାଏ ଆଉ କଣ କିଏ କାହାକୁ ନିଜର କରିନିଏ ମୁଁ ଜାଣିପାରୁଛି ତମେ ତାଙ୍କୁ ବାଧ୍ୟବାଧକତାର ଭଲ ପାଇ ସତରେ ତମ ଆଡ଼କୁ ସେ ଢଳିବା ପାଇଁ ତମେ ଚେଷ୍ଟା କରନି ଭଲ ଦଶା ଅଛି ତ ଏଇখানে ଏଠୁ ପଳାୟନ କର ନହେଲେ ମୋ ମୁଣ୍ଡକୁ ଟିଣ ଚଳିଗଲେ ତମକୁ ଏଇଠି ପରାସ୍ତ କରିଦେବି ଭଲ ଦଶା ଅଛି ତ ଏଇখানে ଏଠୁ ପଳାୟନ କର କାହାକୁ କଣ ତୁ କହି ଯାଉଛୁ କଣ ତୁ ସେମିତି କହିଦେଲୁ ବୋଲି ମୁଁ ତୋ କଥାରେ ପଡି ମୋ ସ୍ତ୍ରୀକୁ ଏଠୁ ଛାଡ଼ି ଦେଇ ଚାଲିଯିବି ହଁ ତାମାନେ କଣ ମୋ ସହିତ ଯୁଦ୍ଧ କରିବୁ ଆରେ ଏ ମଞ୍ଜୁରୀ ତୁମେ କହିଦିଅ ନା ଆରେ କହିଦିଅ ହେ ମଞ୍ଜୁରୀ ଆରେ ସତରେ କଣ
आम भल पाइबा कौन मिछ थिला अरे भाभी की देख आमे दुहे दुहे को केते जे भल पाउथिले अरे ए कुंभीर कांदला कांदिकी तू जा कहि जाउछु ए अरे दादी तो कथा आम दुहे कर भल पाइबा सत लागुनी ताहले देख टांगुड़ी रे मो देथिबा संतक निहति थिबो कण मंजरी तम अंगुली रे जो मुद्रिका अछि कण से कथा सत ना कहि दियो ओहो तमे निजर चुप करो ए कण कहि जाउछ मंजूरी तुमे एते तळक खसी जीव बळी मु जानि नथिली हे भगवान देख रे दुनिया देख आज ए की विचित्र लीला आज मते जेउ नारी को मु हस्त धरी बाहा होइथिली से पर पुरुष सहित रास लीला करूछि ए आउ बड़ी बड़ी कथा कह ना मूर्ख चुप कर मूर्ख अरे आज मते नारी माया मते कला किमिया हां मो मन वृंदावने लागी निया अरे लागी थाउ अरे जानि छु तो से निया रे जली पड़ी पाउस हे जिबु बे चुप कर मूर्ख मु पाउस हे जिबी हां बे हां केबे मध्य नुह मु हेउछि क्षत्रिय पुरुष रत्नागढ़ राज्यर राजकुमार सुरेंद्र तू कोन रत्नगढ़ राजर राजकुमार अरे हाँ ए एमिति भुलानिया करी प्रेम जाले तमको फसेवा भी चेष्टा करना मुई होछि एक बेला से रत्नगढ़ जो बड़ा प्रताप केसरी अड़ियल पुत्र नाम मोर वीरेंद्र चुप कर मूर्ख हाँ बे ए कौन कहि जाउछु तू ए सतरे मु हेउछि रत्नगढ़ राज्यर राजकुमार अरे नुहे मो तू भुलानिया करबा चेष्टा करना अरे जना जीव सतरे के से राजगढ़ निश्चय जुबराज हेले ताहिले ठीक अछि चल रत्नगढ़ राज्य को जाई और पचारि बुझिबा के रत्नगढ़ प्रकृत जुबराज ताहिले ठीक अछि चली जीव तेबे आम ए रत्नगढ़ राज्य को चल मंजूरी रत्नगढ़ राज्य को जाई के राजकुमार आउ के कोन सब पचारि की बुझिबा हाँ बे हाँ ताहिले बुझि बचर हाँ मंजरी कोन तम मन कोन जाउछ ठीक अछि तमे भी कहतो तमे रत्नगढ़ राज्यर राजकुमार हाँ मु रत्नगढ़ राज्यर राजकुमार अरे मते कोन विश्वास होउनी ठीक अछि ताहिले ठीक अछि कोउटा सत आ कोउटा मिछ राज्य को जाय गले ताहिले शीघ्र चली जीवा आम ए रत्नगढ़ राज्य को ताहे आ डेरी काई चलो मंजरी एई क्षण चली जिबा रत्नगढ़ को कुआडे जीव मते चिन्हि पारुछ हाँ तुमे किए बाबा आपण को देखिले तो सतरे चिन्ह चिन्ह लाउची हेले आपण के बाबा आपण एमती की हाँ मु परा से रत्नगढ़ राजा हे भगवान रत्नगढ़ राजा हरिधन हेले कोन हरे मु चिन्हि पारुचंती जीवन रे एते बड़ भूल कर देछि हाँ जो भूल को तू क्षमा करि पारिबुनी ए ने कोन कहउचंती हरिधन अरे ताहले कोन की करछ बाबा अरे बहुत बड़ घटना घटी जाइछि रे की घटना घटिछि बाबा अरे तोमा सेनापति सहित मिसी मत राज्य बाहर कर देले ना हरिधन मु सत कहूछि पिता हाँ धन आपण पणे द्वितीय विवाह करे ए कोन गले पिता ए कोन गले आउ कौन करिथांती रे आउ कौन करिथांती मो सत्य ही सत्य पथई मत मिथ्या पथ नहीं गला
କ'ଣ କରିବି? ହେଲେ ପିତା ହେଲେ ଆପଣଙ୍କର ଅବସ୍ଥା ଏମିତି କେମିତି ହେଲା ପିତା? କିଏ ତୁମର ଅବସ୍ଥା କଲା ପିତା? ଆରେ ସେ ସେନାପତି ତ ମା ସହିତ ମିଶି ଏ ଅବସ୍ଥା ମୋର କରିଛି। ମତେ ମାରି ମାରି ଏ ରାଜ୍ୟରୁ ବାହାର କରିଦେଇଛନ୍ତି। ଏ କ'ଣ କହୁଛ ପିତା ତୁମେ? ହରେ ଧନ ମୁଁ ସତ କହୁଛି। ଆପଣଙ୍କୁ ଯଦି ଏତେ କଷ୍ଟ ଦୁର୍ଦ୍ଦଶା କରିଛନ୍ତି ତାହେଲେ ଆପଣଙ୍କର ଜ୍ୟେଷ୍ଠ ପୁତ୍ର ଅଛି ନିଶ୍ଚୟ ପିତା ତାକୁ ଯୋଉଠି ଥିଲେ ହେରଣ କାହିଁକି ଖୋଜି ବାହାର କରି ତାର ଉଚିତ ଦଣ୍ଡ ଦେବା ପିତାଶ୍ରୀ, ଉଚିତ ଦଣ୍ଡ ଦେବା। ହରେ ଆମେ ଉଚିତ ଦଣ୍ଡ ଦେବା ସେମାନଙ୍କୁ। ହଁ ପିତା। ଚାଲ ଏଥର ଆମେ ଫେରିଯିବା ହେଲେ ପିତା ଆଉ ଦୋଷୀ ମାନଙ୍କୁ ଦଣ୍ଡ ଦେବା। ପିତା ତୁମକୁ ମୁଁ ଗୋଟିଏ କଥା କହିବା ପାଇଁ ଚାହୁଁଛି। ହରିଧନ ନିଶ୍ଚୟ କହିପାରିବୁ। ଏ ବନ୍ଧୁ ଜଣକ କହୁଛି ମୁଁ ରତ୍ନାକଳ ରାଜ୍ୟର ରାଜକୁମାର। ସେ ଠିକ କହୁଛି ରେ, ସେ ହଉଛି ତ ବଡ ଭାଇ। ସେ ହେଉଛି ବଡ଼ ଭାଇ। ଭାଇ ଭାଇ ସତରେ କ'ଣ ଏ ମୋ ଛୋଟ ଭାଇ? ହେଲେ ପିତା ହରିଧନ ଆମେ ଦୁହେଁ ଦୁହିଁଙ୍କୁ ଭୁଲ ବୁଝିଥିଲୁ। ହଁ କାହିଁକି ନା ମୁଁ ପିଲାଦିନରୁ ଜଣକୁ ଭଲ ପାଇ ବସିଥିଲି। ହଁ ଆଉ ଭାଗ୍ୟର ବିଡ଼ମ୍ବନା ଶେଷରେ ମୁଁ ହାତ ଛଡ଼ା କରିନେବାରୁ ଶେଷକୁ ମୋ ସାନ ଭାଇ ସେ ମୋ ପ୍ରିୟାକୁ ଭଲ ପାଇ ବସୁଥିଲା। ହେଲେ ଆମେ ଦୁହେଁ ଦୁହିଁଙ୍କୁ ଭୁଲ ବୁଝାମଣାରେ ଏଇ ରାଜ୍ୟକୁ ଆସି ଆପଣଙ୍କୁ ପରିଚୟ ମାଗିବାରୁ ଆମେ ନିଜେ ନିଜକୁ ବୁଝିପାରିଛୁ ଯେ ଆମେ ଦୁହେଁ ହଉଛୁ ରତ୍ନଗଡ଼ର ରାଜା। ପ୍ରଥମେ ବଡ଼ ପୁଅର ବିବାହ ହୁଏ। ସେ ଯଦି ତାକୁ ଭଲ ପାଉଛି ଆଉ ଏ ଯଦି ତାକୁ ଭଲ ପାଉଛି, ମଝିରେ ତ ଆସିବାର ଉଚିତ ନୁହେଁ ରେ ଧନ। ପିତା ରାମଚନ୍ଦ୍ର ପରି ମୋ ବଡ଼ ଭାଇ ଥାଉ ଥାଉ ଏ ମୁଁ କ'ଣ ଭୁଲ କରିବାକୁ ବସିଥିଲି? ନା ବଡ଼ ଭାଇ ତୁ ମନ ଦୁଃଖ କରେ ନା। ତ ଆତ୍ମାର ପ୍ରାଣ ପ୍ରିୟ ଦିନେ ନା ଦିନେ ନିଶ୍ଚୟ ଆସିବ। ହେଲେ ବଡ଼ ଭାଇ ଯାହା ମୁଁ ଭୁଲ କରିଛି ଆଜି ମୋତେ ତୁ କ୍ଷମା କରିଦେ। ଆରେ ଅଜଣାତରେ ଭୁଲ ହେଇଯାଇଛି ବୋଲି କ'ଣ କିଏ କାହାକୁ କ୍ଷମା ମାଗେ? ନାଇଁ ଭାଇ ନାଇଁ, ଆମେ ପରା ଗୋଟିଏ ରକ୍ତର। ହେଲେ ଏ କଥା ଭୁଲି ପିତାଶ୍ରୀ ଆପଣଙ୍କୁ ଯୋଉ ଏ ଅବସ୍ଥା କରିଛି, ଚାଲ ଯିବ ପିତାଶ୍ରୀ, ଚାଲ ଯିବା ତାଙ୍କୁ ଆଉ ଶତ୍ରୁ ନିଶ୍ଚୟ ତାର ଉଚିତ ଦଣ୍ଡ ଦେବ। ଦୋଷୀ ମାନଙ୍କୁ ଦଣ୍ଡ ଦେବା। ହଁ ପିତାଶ୍ରୀ, ତାପରେ ବିବାହ କାର୍ଯ୍ୟ ସମ୍ପୂର୍ଣ୍ଣ କରିବା। ଠିକ ଅଛି ପିତାଶ୍ରୀ, ଚାଲ ରେ ଧନ ମୋ ସହିତ ଆସ। ତାହେଲେ ମଞ୍ଜରୀ ଚାଲ ଆମ ସାଥିରେ ଯିବା। ভগবান କ'ଣ କରିବି? ନା ଇଆଡ଼େ ହେଲି ନା ସିଆଡ଼େ ହେଲି, ନା ସ୍ୱାମୀଙ୍କ ପାଖରେ ମୁହଁ ଦେଖାଇ ପାରିବି ନା ଏଇ ରାଜ୍ୟରେ ମୁହଁ ଦେଖାଇ ପାରିବି। କ'ଣ କରିବି? ନିଜର ସ୍ୱାର୍ଥ ପାଇଁ ମୋର ଏକ ସୁନ୍ଦର ସରଳ ପରିବାରଟାକୁ ନିଜ ଅବସ୍ଥାରେ ଜଲି ଚକଟି ପାଉଛ କରିଦେଲି। କି ଲାଭ ମିଳିଲା ମତେ? ସତୀ ତୁମର ମଣିଷ ଜନ୍ମଟା ମୋର ଏତେ ସିନାର ସଂସାରକୁ ମୁଁ ନିଜେ ଛେଦବାର କରି ମାରିଦେଲି। ରେ ଅଲକ୍ଷଣ ତତେ ପରା କହିଥିଲି ରାଜଉଆସକୁ କେବେ ପ୍ରବେଶ କରିବୁନି ବୋଲି। ଏ ବନ୍ଧୁ, ଏ ଶାଲିଟା ବାରମ୍ବାର କହିଲା ପରେ ବି କଥାଟା ମାନିଲାନି। ତେଣୁ ଗୋଟିଏ କାମ କରିବା। କାମଟା କହିବି।
ବୁଝିଲ ଆଲୋ ମୋତେ ଆପଣ ଯାହା ଶାସ୍ତି ଦେଲେ ଦିଅନ୍ତୁ। କୋଉ ଶାସ୍ତିଟା ହେଲେ ମୁଁ ପାଇଁ ଏଠାରୁ ଚିଲେ ବି ହଟିବିନି କହୁଛି। ଏଠାରୁ ଯେ ପୁରୀ କ'ଣ କରିବା ଆଉ ବନ୍ଧୁ ଆଉ କ'ଣ ଉପାୟ ଦେଖୁଛ? ସେଇ ରାଣୀଟାକୁ ଗଲାରେ ମାରିବା। সে দোষী মানে এই তো সেই দোষী মানে এই তো সেই ଆମ ঐঠকিয়া কুকুর ଶଲାଟା ঐଠିଆ ଖିଆ କୁକୁର ବର୍ତ୍ତମାନ ମୁଁ ଏଇ ରତ୍ନଗଡ଼ ରାଜ ସିଂହାସନର ଏକ ଛତ୍ର ଶାସକ ନେତ୍ରଭାନୁ ବଲବନ୍ତ ବଲିଆର ସିଂ କାହାକୁ ନିଜେ ନିଜେ ଏ ରତ୍ନଗଡ଼ ରାଜା ବୋଲି ଭାବୁଛୁ ବେ? କଣ ଭୁଲି ଗଲୁ କି ରାଜାଙ୍କର ଜଣେ ଯୋଗ୍ୟ ପୁତ୍ର ବି ଅଛନ୍ତି ବୋଲି? ବୋଧେ ମୁଣ୍ଡରେ ଆଉ ପଶୁନି କି ରେ ପାପି? ମୋ ପିତାଙ୍କୁ ଯେମିତି ତୁ ଷଡ଼ଯନ୍ତ୍ର କରି ରାଜ୍ୟକୁ ତୁ ଛଡ଼ାଇ ନେଇଛୁ, ତୋତେ ଆଜି ସେଇ ପ୍ରତିଶୋଧ ନେବାକୁ ଆମେ ଦୁଇ ଭାଇ ଚାଲି ଆସିଛୁ। ଏ ଚକରା, ଆରେ ଏ ପର୍ଯ୍ୟନ୍ତ ବୋଧେ ସେ ପୁରୁଣା ଅଭ୍ୟାସ ଯାଇନି କି ରେ? କୋଉଟା କେବେ ଲୋକଙ୍କର ଲୁଣ୍ଠନ କରି ନିଜେ କଣ ୟେସ୍ କରିବ କି? ଆରେ କାମ କଣ ଭାବୁଛୁ ନିଜକୁ ନିଜେ ଗୋଟେ ରାଜା ମହାରାଜ ଭାବି ନେଇଛୁ ନା କଣ ବେ? ଭଲରେ ଭଲରେ କହୁଛି ବାପ ପୁଅ ମିଶି ଏଠୁ ଚାଲିଯାଅ, କଣ ଚାଲିଯିବା? ନହେଲେ ତୋ ମାର ଅବସ୍ଥା ଯେମିତି କରିଛି, ତୋ ବାପାର ଅବସ୍ଥା ଯେମିତି କରିଛି ସେମିତି କରିବି। ଆଦେଶ ଦିଅନ୍ତୁ ପିତା, ଏହାକୁ ତା ମୁଣ୍ଡି ଗଣ୍ଡି ଅଲଗା କରି ଏଇଠି ଧୋଇଦେବ ପିତାଶ୍ରୀ। ଏ ଭାଇ, ଆରେ ଏମିତି କଥା କଥାରେ ଆମକୁ ଭୁଲାଣିଆ କରି ଏଠୁ ଖସେ ଚାଲିଯିବ ଭାଇ। ଏହାକୁ ନିହାତି ତାର ଉଚିତ ଦଣ୍ଡ ଦେଇ ତାର ଶାସ୍ତି ନିଜେ ହିଁ ପାଇବ। ତାହେଲେ ଡେରି କାହିଁକି? ହେଇଯାଉ ଶକ୍ତିର ପରୀକ୍ଷା। କେତେ ଦିନ ଆଉ ଏମିତି ଲୋକଙ୍କୁ ଭୁଆ ବୁଲେଇ ନିଜେ ୟେସ୍ କରୁଥିବ ବେ? ଜାଣିଛି ମୁଁ ପାପର ଧନଟା ବେଶୀ ସମୟ ରହେ। ଆରେ ଜାଣିଛୁ ତ, ଆଉ କାହିଁ ଏମିତି କରୁଥିଲୁ ବେ? ଏ ବାବୁ ବୀରେନ୍ଦ୍ର, ମୋର ଭୁଲ ହେଇଯାଇଛି ବାବୁ, ମତେ କ୍ଷମା କରିଦିଅ। ଆରେ ମୋତେ କ୍ଷମା ମାଗନା ବେ, ମୋ ପିତାଙ୍କୁ କ୍ଷମା ମାଗିଦେ। ତୋ ଯେତେ ପାପ କର୍ମ ସବୁ କ୍ଷୟ ମତେ କ୍ଷମା କରିଦିଅନ୍ତୁ ରାଜେଶ୍ୱର। ক্ষমা করিবি না? আরে দেখছি পারে না, ইয়াকু মারি মারি শেষ করে দিও। ହଁ ପିତା, ଛାଡ଼ି ଦିଅ ମୋର ବାଟ, ଲୋଡ଼ା ନାହିଁ ମତେ ରାଜ ମୁକୁଟ।
সতে ভিকা মাগি বসবি পেট সুজনে ন জানি কালি মুকুটা ন জানি কালি মুকুটা রাজা হেবি বলি মুনি সম্রাট সতে দিশু নাহি বুদ্ধি বাট সুজনে মদিচ্ছ ন রহিবি এই রাজে ন রহিবি এই রাজে চলি যাবি মোহি অজানা পথে হো সতে ফেরিবি নাহি মুখে সুজনে रे भोकड़ो ए कहा कोन कहि जाउ छुबे गुखिया सने संग ले गुखिया आ नुहे तो कोन बे से पिला गुखिया तिला तू भी खाई चल छिल ना अरे हाँ से भी खाई जानी थिला ए भैया मां खाई खाई तो अभ्यास करी नै थिलाउ ए भोकड़ो से गोटे भैया कुकुर गु खाई खे तू भी सही कहि जा ओए मुई भी संसार तार सहित गु खाई खे पुलु थिलिया रा बुआ आजाया ତମେ ବି କୁ ଖାଇଛ ओए ए बुआ ଆହୁରି ଖାଇବ ए और तो सरई ना ढाबट खाई दीबी तक ଆହୁରି ଖାଇବ हां ଆହୁରି ଟିକେ ଖାଅ नहीं खाई ना रा बुआ मके छाणी दियो मां ठाकुराणीଙ୍କର ପ୍ରସାଦ ଦେଇକି ପଠେଇବା आजा मां ठाकुराणीଙ୍କର प्रसाद से चाप ना मुई खाई ଖାଇବୁ ତ हां कोन ଖାଇବୁ खाइबी ना ताइले देई दो भाई दियो आखि बुझ हाथ आगो करे तोते पूरा दिया हो केते खाइबू बे ए बुआ 3 पुटी 10 मान हौ ठीक अछि हां आखि बुझ हां आखि बुझुची चाप या चाप आ दियो बुआ गो एटा तोर बाप प्रसाद ना खेती बायन का अरे अरे हाँ एटा हेउची कलिजुगर महाप्रसाद साला केबे खाइ न थिल ना रे भगड़ो तुई कहिथिलु मां ठाकुराणीଙ୍କର मां प्रसाद तम भली एमिति हां छतर छया माने कोन एमिति प्रसाद मिलिबो बे हां तम भली एमिति उत्पातिया मानकु एमिति ही प्रसाद दिया जाय पागल हेजिबो ए पागल ही जीव रे बुढ़ा ए ए का कोन कहि जाउ तू आकाशवाणी रु कहू ए भाई
ୟାକୁ ଏମିତି କିଛି ଫରକ ପଡିବନି ଯେତେ ମାଡ଼ ଦେଲେ ବି ଏ ସହିଯିବ ଆଚ୍ଛା ଗୋଟେ କାମ କରିବା କି କାମ ଭାଇ? ୟାର ଯୋଉ ଯୋଉ ବସ୍ତ୍ର ଅଛି ନା ସବୁ ଖୋଳିକି ଏଇଠି ପଡେଇବା ତାହେଲେ ଠିକ ଅଛି ଭାଇ। ଠିକ ଅଛି ଆରେ ଏହାକୁ ବସ୍ତ୍ର ଖୋଲିକି ଉଲଗ୍ନ କରିକି ତାକୁ ପଠେଇଦିଏ। ମାନେ কিছুটা নিছে না আরে হ্যাঁ বয়া হচ্ছে ভাই 500 মানে আমি নংলা হেবি না ହେବାକୁ ପଡିବ। এতে কেতে জিনিস পত্র আছে নি জানু আরে কোন আছে? এতে পিতৃ সম্পত্তি আছে রে পিতৃ সম্পত্তি ଅଛି? সলা সেইଠି কোন পিতৃ সম্পত্তি রখা যাবে কোউ বাক্স রখিলুনি বে হ্যাঁ এটা সোনা চাঁদি আছে সে বাকসনে রাখবি কে তাহলে কোনটা রখিছি এতে পিতৃ সম্পত্তি রে ভকড় এ চুপ কর। তো এঠু ড্রেস খোলিবু নাই? হ্যাঁ খলুছি আজ্ঞা খলু আরে খোল। খলুছি তারে না রে না আরে সিগারেট সিগারেট খোলবে? এই জলদি খুলবে ছাড়া বা মোকে বি প্রেসার হি গলা না ସେଇଟା କଣ କିଏ ଖୋଲିବ ତୋ ବାପା বয়া হচ্ছে আবার আরে হ্যাঁ ଏଇଠି ଯାଉଛ ନା ନାଇଁ ବେ কইনি পরাইতি জিনিস পত্র আছে বলি পাগল হইব ভাই ভাই মোকে বল কম ডর লাগে ଖୋଲିବ ନା ନାଇଁ ବେ নাই খোলা না ଖୋଲିବ ନା ନାଇଁ হ্যাঁ সেআড়ে দেখো খলুছি এ বাবা এনে নি দেখ খলুছি আড়ে বাবা সিগারেট খোলবে? ପିତା ଦେଖିଲେ ତ ଆମର ସୁନାର ସଂସାରକୁ କେମିତି ସେମାନେ ଚୁରମା କରିଦେଇଥିଲେ ଆରେ ଦୁନିଆରେ ଭଳି ଅଛି କଥାରେ ପରା ଅଛି ସୁଖ ପରେ ଦୁଃଖ ଦୁଃଖ ପରେ ସୁଖ ଲାଗିଛି ସାରା ସଂସାରେ ଆଉ ତୁ ଠିକ କହୁଛୁ ରେ ଧନ। ସେମିତି ଆମର ଦୁଃଖ ଯାଇ ସୁଖ ଫେରି ଆସିଛି ପିତାଶ୍ରୀ ହେଲେ ଏ ମୋ ମାଉସୀ କେମିତି ମନକୁଣା କରିକି ଅଛି ତା ମୁହଁ ଚାହିଁବାକୁ ମୋତେ ଲାଜ ମାଡୁଛି ରେ। ହଁ ପିତା ହଁ ଭାଇ ବାପା ଯାହା କହୁଛନ୍ତି ବାପା ଠିକ କହୁଛନ୍ତି। ଆରେ ହଁ ଭାଇ ଯାହା ବି ଘଟି ଯାଇଛି ହେଲେ ଏବେ ତ ମାଉସୀ କିଛି ଭୁଲ କରୁନାହାନ୍ତି ନା ତାଙ୍କର ଭୁଲ ଦୁଇଜେ ସେ ସ୍ୱୀକାର କରି ନେଇଛନ୍ତି ନା ଭାଇ କ୍ଷମା କରିଦେବା ହିଁ ଠିକ ମନେ ହବ ଏ ତୁମେ କ'ଣ କହି ଯାଉଛ ଭାଇ? ହଁ ଭାଇ ତାଙ୍କୁ ଆମେ ମା ବୋଲି ଡାକିବାକୁ ଲଜ୍ଜା ଲାଗୁଛି। ଏ ଆରେ ହଁ আরে বাবা মতে আর মা বলি ডাকলি সতরে মু নিজের রক্তর সম্পর্কটাকে মু বিচ্ছিন্ন করে দেইছি মোরি অন্তরে আরে ହଁ ତୋ ନିଜର ପରି ମା ଦେହର ଯଦି- ଶାସନ କରିବା ପାଇଁ ନିଜର ଦେହର ଭୋକ ମେଣ୍ଟେଇବା ପାଇଁ ମୋର ଏତେ ବଡ଼ ସୁନାର ସଂସାରଟାକୁ ମୁଁ ନିଜେ ଧରି ସାତ କରିଦେଇଛି। ଆରେ ହଁ ହଁ ତୁ ନିଜେ ଚୁରମାର କରି ଏଇ ଦେଇଛୁ। ଦୁନିଆରେ ଦାଣ୍ଡରେ ମୁଖ ଦେଖେଇବା ପାଇଁ ଲଜ୍ଜିତ ମୁହଁଟାକୁ ମୁଁ ଇଚ୍ଛା କରୁନି ବାବା। ହଁ ସିଏ ମୋର ରକ୍ତର ସମ୍ପର୍କ ନୁହେଁ, ତୁ ତ ମୋର ରକ୍ତର ସମ୍ପର୍କ। ଆରେ ହଁ ହେଇପାରେ ରକ୍ତର ସମ୍ପର୍କ ହେଲେ ଆଜି ମୁଁ ଦେଖିଲି ତୋତେ ମା ବୋଲି ମୋତେ ଡାକିବାକୁ ଲଜ୍ଜା ଲାଗୁଛି ଲଜ୍ଜା। ହେ ଭଗବାନ, ଆରେ କାହାକୁ କଣ କହି ଯାଉଛୁ ଆରେ ହଁ ଭାଇ ସେ ପରା ରକ୍ତ ରକ୍ତର ସମ୍ପର୍କକୁ ନିବିଡ଼ କରିବା ପାଇଁ କି ଦେଖିଲ ତ ସେ ନିଜେ ଚିନ୍ତା କରୁଥିଲେ ହେଲେ କଣ କରିବ ଆରେ ଭାଗ୍ୟର ବିଡ଼ମ୍ବନା ତାକୁ ଜନ୍ମ ସିନା ଦେଇନ ତମ ପ୍ରତି ତାର କେତେ ସ୍ନେହ ମମତା ଥିବ। କଣ କରିବି? ଆରେ ମୋ ନିଜ ଭୁଲ ମୁଁ ନିଜେ ବୁଝିପାରିଛି। ଆଜି ବୋଲି ମୋ ନିଜ ସ୍ୱାର୍ଥ ପାଇଁ ଗୋଟିଏ ପ୍ରେମର ଲାଳସାରେ ପଡ଼ି ତୁମମାନଙ୍କ ଭଳି ସୁନାର ସଂସାରଟାକୁ ମୁଁ ନିଜ ହାତରେ ପାଉଛ କରିଦେଇଛି। ପିତା ମୋର ଆଉ କ୍ଷମା ନାହିଁ ରେ ବାବା। ସ୍ୱାମୀ କ୍ଷମା ମୋତେ କରିଦିଅ। କ୍ଷମା କରିଦିଅନ୍ତୁ, ମୋତେ କ୍ଷମା କରିଦିଏ ବାବା। ବିଚାର ମୁଁ ଆଉ ଏଇ ଦୁନିଆରେ ବଞ୍ଚିବା ପାଇଁ ଚେଷ୍ଟା କରୁନି। ମାଉସୀ ଏଇ ମାଉସୀ ନାଇଁ ମାଉସୀ
କ'ଣ କର ପିତାଶ୍ରୀ? ସେ ତାଙ୍କର ନିଜ ଭୁଲ ପାଇଁ ତାଙ୍କର ନିଜ ଭୁଲ ପାଇଁ ତାଙ୍କର ଶିଶୁ ନିଶ୍ୱାସ ତ୍ୟାଗ ନିଜେ ହିଁ କଲେ ସେମାନେ। ହଁ ବାପା, ହଁ ଯେ କ'ଣ କରିବ ପିତାଶ୍ରୀ? ହେଲେ ଏ ଦୁନିଆରେ ଆରେ ଯାହାର ମା ନାହିଁ ତାହାର କେହି ନାହିଁ। ହଁ ତୁ ଠିକ ଭାଇ, ହେଲେ ତମେ କେମିତି ତୁମେ ଠିକ କହିଛ ଭାଇ। ଆଜି ଦିନ ଠାରୁ ଆମେ ଦୁହେଁ ମା ଚେଉଣ୍ଡା ହେଇଗଲୁ ଭାଇ। କରିବ ଭାଇ? ପିତା, ହଁ ପିତା, ହେଲେ କ'ଣ କରିବା? ଏ ଦୁଃଖକୁ ସୁଖ ଭାବିନି ଏ ସୁଖ ଏ ଦୁନିଆରେ ଘର ସଂସାର କରି ଖୁସିରେ ରହିବାକୁ ହବ ପିତାଶ୍ରୀ। ଆରେ ବାପା ସୁରେନ୍ଦ୍ର, ହଁ ବାପା, ଏଥର ଦୁଃଖ କରିକି ଆଉ କିଛି ଲାଭ ନାହିଁ। କେବଳ ଆମ ପ୍ରଜାବାସୀଙ୍କ ମନରେ ଅନେକ ଦୁଃଖ ଅନେକ କଷ୍ଟ ଭୋଗିଛନ୍ତି। ଏଥର ତ ବଡ଼ ଭାଇକୁ ଏ ରାଜ୍ୟରେ ରାଜା କରିବା ପାଇଁ ପ୍ରସ୍ତୁତ କରିବାକୁ ପଡ଼ିବ। ନିଶ୍ଚୟ ବାପା। କ'ଣ କହୁଛନ୍ତି ପିତାଶ୍ରୀ? ତାପରେ ତୁ ବିବାହ କାର୍ଯ୍ୟ ଆରମ୍ଭ କରିବା। ନିଶ୍ଚୟ ପିତାଶ୍ରୀ। ତାପରେ ଆରେ ଧନ, ତାହେଲେ ଠିକ ଅଛି ବାବା। ଆରେ ଧନ, ଏ ଦେଖ ଆମ ସୀମା, ଆମ ରତ୍ନଗଡ଼ର ଯେତେ ସୀମା ଅଛି ତତେ ମୁଁ ଦେଖେଇ ଦେଉଛି ରେ ଧନ। ତାହେଲେ ଠିକ ଅଛି ରେ ଧନ, ଆଜିଠାରୁ ଏ ରାଜ୍ୟର ସିଂହାସନ ତୁ ହେବୁ ରାଜନ। ଆରେ ଦାସୀମାରେ, ବୋଉମାକୁ ନେଇ ଆସ। ଦୀର୍ଘାୟୁ ଯଶସ୍ୱୀ ଭବ। ଉଠ ମା ଉଠ। ଆରେ ଧନ, ହଁ ବାପା। ଏଥର ଆମେ ବିବାହ କାର୍ଯ୍ୟଟା ସମ୍ପୂର୍ଣ୍ଣ କରି ନିଜ ନିଜ କାର୍ଯ୍ୟରେ ଯିବା। ଠିକ ଅଛି ବାପା।